जय जगन्नाथ सांग मैंने तो देखिपे सकाल केते सुंदर नजारा रही। तो सकाल सकाल आम आसी मॉर्निंग वाक रे। तो टाइम एवं पाखापाखि 4:45 टाइम। तो देखते पूरा दिन है खरा दिन तो बहुत जल्दी दिन भी हो जाए सका बहुत जल्दी हो जाए 4टार आम फेरिकी फेरला टाइम लगुच बहुत दिन हो जाए। तो आम घर को फेर आसलु टे नई पठा को आम जीजुजी बड़ दीदी स्वामी से लगे पठारे पिजुड़ी। तो पिजुड़ी नापी आम आसलु पठा को देख चल देखिया बुलवा कुआड़े आइज तुम बहीज ए बाली गड़ी पड़ गलु तो जीजु आइले उठेब ते हाँ सही पड़ हाँ तो बढ़िया शोच छोट गछटा येटा हे कषिगा सुधु से सुधु को कषि सी कहलु गछ निजी भाई तो सी भी तो निज निज भाई आधे कोली है कुनी गछ चल कि ना पिता शाग कि ना हाँ ये लगिक खराब हो जाए पिजल दिए देखिनु टे लगी जा राक्षस तुम जहाँ हो सकाल खाई पुष्टि सार देख देखिया तू केड़ा पिजुल अच्छु दीटा तो देखिया हाँ सेम समान एटा कार मोर बड़टा अरे सैला खिया पिया देखिए तो केते सुंदर बड़ बड़ पिजुल साइज है पूरा बढ़िया लगुच। तो चलो जीवा बुलाबुली टे करके आम घर को जीवा पुणी रूपारिया नृसिंह मंदिर टे जी। तो चलो जीवा देखिए सकाल टाइम केते सुंदर भाव में पूरा फांका फांका रही मंदिर आ बहुत भिड़ भी नहीं। तो बहुत भल लगी बुलाबुली से फेर तो चलो देखिए पूरा ब्लॉग वीडियो छाड़ी फटो हो गला ହେଇଗଲା ପଳେଆ ଠିଆ ହେଇଛନ୍ତି ଫଟୋ ଉଠେଇ ବୋଲି ଆଉ ହଁ ଆସେ ବୋଲି ଏ ମୁଣ୍ଡିଆ ମାରି ଆସିଆ କୋଉଠି କଲରା ମାଛ ପରିବା ଅଛି वा देखिए थी बोझ नबा आ को मर्जी हां ताको बचेगा कष्ट कर जो छड़ी ना ना जीव नहीं गए मेडिकल नहीं जाइते तो पकड़ पकड़ नो मैं कौन ना दो तो काम थे ଯାତ୍ରାରେ ଆସି ଖାଇଲଣି ଆଜିବନି ହେଇ ଆମେ ଗଲା ବେଳକୁ ସେମାନେ ଯାଇଛନ୍ତି ମନ୍ଦିର କାବେରୀ ସେ ଯେଉଁ ହିରୋ ଯେଉଁ ନୁହଁ ସିଏ ଆଉ ତାଙ୍କ ସ୍ତ୍ରୀ ହିରୋ ଯିଏ ହେଇଥିଲେ ମ ହଁ ସ୍ତ୍ରୀ ଅଲଗା ଲୋକ ନାକପାଟି ଲୋକ ନୁହଁ କହିଲେ ମୋ ସ୍ତ୍ରୀ କହିବେ କ'ଣ ସାଙ୍ଗ ଯାଇଥିଲେ ତାଙ୍କ କଥାବାର୍ତ୍ତା ଜଣାପଡ଼ିବନି ସୁନ୍ଦରୀ ଠୁରାଟା କିନ୍ତୁ ସୁନ୍ଦରୀଟା
କିନ୍ତୁ ଯୋଉ ପଇସା ନେଲେନି ଶିବ ମନ୍ଦିରକୁ ଦେଲେ। ଆଉ ଗୋଟେ ହେପି ନେଇଗଲୁ। ଦାଦା ଯାଇଥିଲୁ ହଁ ସହଜରେ ପଦାକୁ ଆସିବ ଖାଇବ, ଏଇଟା ଖାଇବୁ ସେଇଟା ଖାଇବୁ। ଆଙ୍କ ପାଇଁ 300 ଲେଖା ଜଣଙ୍କ ପାଇଁ 400 ଲେଖା ପକେଇଥାନ୍ତ। ପେଟି କଣ ସବୁ ଅଛି ଦେଖିକିରି ତାକୁ ଚାଲି এটা কি বিনা ଭାଉଜ ଦେଇଛୁ ନା এটা ଆମର ଖାଇସାରିଲା ନା ନା ମୁଁ ଖାଇସାରୁ। ତ ସାଙ୍ଗମାନେ ଆପଣମାନେ ଦେଖିପାରୁଥିବେ ମାଆ ମୋ ପାଇଁ ବନେଇ ଦେଇଛି ମୁଆଁ ପିଠା। ତ ମୁଆଁ ପିଠା ସାଙ୍ଗରେ ରସଗୋଲା, ତା ସହିତ ଚକୁଳି, ଆଉ ଭାଉଜ ଦେଇଥିଲେ ଆମର ଏଇ ଯେଉଁ ପୁରଦିଆ ପିଠା ଆଉ ମଟର ଆଳୁ ତରକାରୀ। ତ ଆମର ବନିଥିଲା ବୁଟ ଆଳୁ ତରକାରୀ ଆମର ମୁଆଁ ପିଠା ସହିତ। ତ ମୋତେ ତ ବହୁତ ଭଲ ଲାଗେ, ପିଠା ଦେଖିଲେ ମୋତେ ପୁରା ଖୁସି। ତ ଚାଲ ଖାଇବା ଦେଖିବା କେମିତି କ'ଣ ଲାଗୁଛି। ତ ଏତେ ସାରା ଟେଷ୍ଟି ଖାଇବା ଦେଖି ତ ହାତ ରହୁନି, ଆଉ ପାଟି କତିକି ସାଙ୍ଗେ ସାଙ୍ଗେ ପଳାଉଛି। ତ ରୂପା ତ ଖାଇବା ସମ୍ଭାଳି ପାରୁନି, ସାଙ୍ଗେ ସାଙ୍ଗେ ଆସିକି ମୁଆଁ ପିଠା କେତେଟା ମାଡ଼ି ବସିଥିଲା ଖାଇବ ବୋଲି। ତାପରେ ମୁଁ କିନ୍ତୁ ଫାଷ୍ଟ ଧରିଥିଲି ଛେନା ପିଠାକୁ, ଭାବିଲି ଛେନା ପିଠା ବହୁତ ଟେଷ୍ଟି ହେଇଥିବ, ଆଉ ସତରେ ବହୁତ ଟେଷ୍ଟି ହେଇଥିଲା। ଭାଉଜ ବନେଇଥିଲେ ଛେନା ପିଠା। ତାପରେ ମାଆ ବନେଇଥିଲା ମୁଆଁ ପିଠା, ଯେଉଁଟାକି ସାଧା, ତା ଦେହରେ ପୁର ଦେଇନଥିଲା, କାରଣ ଆମ ତରକାରୀରେ ଆମେ ଖାଇବୁ ବୋଲି ତା ଦେହରେ ପୁର ଦେଇନଥିଲୁ। ଆଉ ବହୁତ ଟେଷ୍ଟି ବନେଇଥିଲା ମାଆ, ଏତେ ସାରା ଟେଷ୍ଟି। ଆଉ ବୁଟ ଆଳୁ ତରକାରୀ ସାଙ୍ଗରେ ଏତେ ଟେଷ୍ଟ ଲାଗୁଥାଏ, ଆଉ ଏତେ ସଫ୍ଟ ଆଉ ନରମ ହେଇଥିଲା ଯେ ମୋ ହାତରେ ଖାଲି ଧରୁଥିବ ଛିଡ଼ି ଯାଉଥାଏ, ଏତେ ଟେଷ୍ଟ ହେଇଥିଲା ଆଉ ଏତେ ନରମ ହେଇଥିଲା, ବହୁତ ହି ଟେଷ୍ଟି ହେଇଥିଲା। ତ ଆପଣମାନଙ୍କୁ କାହାକୁ ଭଲ ଲାଗେ ମୁଆଁ ପିଠା କମେଣ୍ଟ କରନ୍ତୁ। ମୋତେ ତ ମୁଆଁ ପିଠା ବହୁତ ଭଲ ଲାଗେ। ରୂପା ତ ସାଙ୍ଗେ ସାଙ୍ଗେ ଧରିକିନି ମୋ ଠାରୁ ନେଇକି ଖାଇ ଦେଇଥିଲା ଛେନା ପିଠାକୁ। ଆଉ ଛେନା ପିଠାଟା ଟିକେ ଅଧିକ ମିଠା ହେଇଥିଲା, କିନ୍ତୁ ବହୁତ ଟେଷ୍ଟି ହେଇଥିଲା। ଭାଉଜ ତ ପୁରା ଭରି ଭରିକିନି ଦେଖିବ କେତେ ମୋଟା କରିକି ଦେଇଛନ୍ତି ତା ଦେହରେ ପୁର, ଆଉ ବହୁତ ଟେଷ୍ଟି ଲାଗୁଥିଲା। ତ ଚାଲ ଦେଖିବା ଖାଇବା କେମିତି କ'ଣ ଲାଗୁଛି, ଆଉ ଟେଷ୍ଟ କରିବା। ଏତେ ସାରା ସୁନ୍ଦର ସୁନ୍ଦର ଖାଇବା ଆଜି ଆମ ପାଇଁ ବନିଛି। କେତେ ବେଶୀ ମୋଟା ହେଇଛି। ଜାଣ ଭଲ ଲାଗୁଛି, ସବୁ ଭଲ ଲାଗୁଛି, ପିଠା ବି ଭଲ ଲାଗୁଛି। ଛେନା ପୁର ମଟର ତରକାରୀ ଭଲ ଲାଗୁଛି। ରାଗ ହେଇନି।